ଆମ୍ଭେ ଫୁଲବାଣୀ ବଜାରରେ ବୁଲୁ ବୁଲୁ ହଠାତ୍ ଦେଖା ହେଇଗଲେ ମାଉସୀ। ରାସ୍ତା କଡ଼ରେ ବସି ମକା ବିକୁଥିଲେ। ଆମର ବି ଇଚ୍ଛା ହେଲା ଟିକେ ମକା ଖାଇବା ପାଇଁ। ଆମେ ତାପରେ କହିଲୁ, ମାଉସୀ ଆମେ 3 ଜଣ ଅଛୁ, ଆମ ପାଇଁ 3ଟା ପୋଡ଼ିଦିଅ। ଦେଖନ୍ତୁ ମାଉସୀ କେମିତି ସଜେଇକି ନିଆଁକୁ ବିଞ୍ଚି ବିଞ୍ଚି ପୋଡ଼ୁଛନ୍ତି। କେମିତି ପୋଡ଼ୁଛନ୍ତି ଦେଖନ୍ତୁ। ନିଆଁକୁ ଲିଭେଇକି ଅଙ୍ଗାର କରି ରଖିଥିବେ, ସେଇ ଅଙ୍ଗାରରେ ନିଆଁ ଲଗେଇ ତାକୁ ପୋଡ଼ୁଛନ୍ତି। ପିଲା ପଚାରିବାରୁ କହିଲେ, ଦେଖ ପୁଅ, ଇଏ ହେଉଛି ଦେଶୀ ମକା, ବାଡ଼ିରୁ ତୋଳିକି ଆଣିଛନ୍ତି। ତା ଭିତରେ ଆମ ପିଲା କହୁଛନ୍ତି, ମାଉସୀ ଯାହା ପାଇଁ 2ଟା ପୋଡ଼ୁଛ ତା ସାଇଡ଼ରେ ଆମ ପାଇଁ 3ଟା ପକେଇ ଦିଅ। ମାଉସୀ କହିଲେ, ଆରେ ଛୁଏ ତମେ ଏତେ ଦୂରରୁ ଆଇଛ, ଖାଇବ ତ ଭଲରେ ପୋଡ଼ିକି ଦେବି ନା ନିଆଁ ଅଙ୍ଗାର ପାଉଁଶ ସବୁ ମିଶେଇକି ଦେଇଦେବି? ଏମିତି ମାଉସୀଙ୍କ ସହିତ କିଛି ଗପ ଚାଲିଲା। ତାପରେ ମାଉସୀ ବିଞ୍ଚି ଚାଲୁଥାନ୍ତି, ମକା ଠୋଠା ହେଇକି ଫୁଟି ଚାଲିଥାଏ। ତାପରେ ମାଉସୀ ଆମକୁ ସବୁ ପଚାରି ବୁଝୁଥାନ୍ତି, କେଉଁଠୁ ଆଇଛ, କ'ଣ ପାଇଁ ଆଇଛ, ଏଠି ତୁମର କ'ଣ କାମ, ଏତେ ଶୀତରେ କାହିଁ ବୁଲୁଛ, ଏମିତି କେତେ କ'ଣ। ତା ଭିତରେ ମକା ହେଇ ଆସିଲାଣି। ତାପରେ ମାଉସୀ ଟିକେ ଅଙ୍ଗାର ପକେଇବେ। ଏବେ ଆସିଲା ଆମ ପାଳି। ଆମ ପାଇଁ ମକା ଛଡ଼େଇ 3ଟା ସଜେଇ କରି ପୋଡ଼ିବେ। ଦେଖନ୍ତୁ ଆଗରୁ କିଏ କହିଥିଲେ ବୋଲି ତାଙ୍କ ପାଇଁ 2ଟା ରଖିଦେଲେ। ଏଇ ଦେଖନ୍ତୁ ସିଏ ଆସିଲେ ବୋଧେ ତାଙ୍କୁ ଦେବେ। ଏବେ ଆମ ପାଇଁ ଯେଉଁ ଅଙ୍ଗାର ପକେଇଥିଲେ ତାକୁ ଏବେ ନିଆଁ କରିବେ। ମିଞ୍ଚି ମିଞ୍ଚି ନିଆଁ କଲା ପରେ ମକାକୁ ଥୋଇ ତାକୁ ପୋଡ଼ିବେ। ଏଇ ଦେଖନ୍ତୁ, ଏଇଠି ଗୋଟେ କଥା ଲକ୍ଷ୍ୟ କରନ୍ତୁ ଆଜ୍ଞା, କେତେ ବଡ଼ ଶୀତରେ ବି ପେଟ ପାଇଁ ମାଉସୀ ଜଣକ ରାସ୍ତା କଡ଼ରେ ବସିକି ମକା ପୋଡ଼ୁଛନ୍ତି। ତା ଭିତରେ ମୁଁ ଯେଉଁ ପ୍ରଶ୍ନ ପଚାରୁଥାଏ ତାର ଗୋଟି ଗୋଟି ଉତ୍ତର ଦେଉଛନ୍ତି। ହଁ, ଆଉ ଗୋଟେ କଥା କହିବାକୁ ଭୁଲିଗଲି, ମକାର ଦାମ ଥିଲା ମାତ୍ର 20 ଟଙ୍କା। ଆଉ ମାଉସୀ ନିଜ ହାତରେ ପୋଡ଼ିକି ଆମକୁ ଦେଉଥିଲେ। ଏମିତି କଥାବାର୍ତ୍ତା ଭିତରେ ମକା ଆମର ପ୍ରସ୍ତୁତ ହୋଇଯାଇଥିଲା। ତାପରେ ମାଉସୀ ଆମକୁ ବଢ଼େଇ ଦେଲେ। ଆଉ ମୁଁ ମକା ଖାଉ ଖାଉ ଭାବିଲି ଗୋଟିଏ କଥା, ମକାର ସ୍ୱାଦ ଆଗରେ 20 ଟଙ୍କା କିଛି ବି ନୁହେଁ। ଥ୍ୟାଙ୍କ ୟୁ ଫୁଲବାଣୀ, ଥ୍ୟାଙ୍କ ୟୁ ମାଉସୀ।